ସାଙ୍ଗମାନେ ଆମ ଦାଦା ଆମର ଟିକେ କୋଶିଆ ଶାଗ କରୁଛନ୍ତି, ଅତି ସୁନ୍ଦର କୋଶିଆ ଶାଗ। ସାନୁ ଆମର ଆଜି ଉପାରି ଧନିଆ କରିଛନ୍ତି। ସାଙ୍ଗମାନେ ଆଜି ଆମେ ଆସିଥିଲୁ ନେମାଳ ଯାହା ପ୍ରଭୁଙ୍କ ଦର୍ଶନ ବି ହେଇଗଲା, ପ୍ରଭୁ ଶ୍ରୀ ଅଚ୍ୟୁତାନନ୍ଦଙ୍କର। ବର୍ତ୍ତମାନ ସାଙ୍ଗମାନେ ମନ୍ଦିର କାମ ଅଧା ଅଧି ହେଇଗଲାଣି। ଏକର ସବୁ ପ୍ରଭୁଙ୍କର ଇଏ ଉଠିଗଲାଣି, ସବୁ ବିମ୍ କାମ। ବର୍ତ୍ତମାନ ଗୋଟେ ଡିଜେ ଯାଉଛି ଟ୍ରାନ୍ସପୋର୍ଟ ବାହାଘର ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ ବାହାରିଥିଲୁ ଆମେ, ଆଜି କାମ ଥିଲା। କାହିଁକିନା ସେ ବାଉଁଶ ଟଣା ହେଇକି ଆସିଲା, ଯେହେତୁ ଘର ଛା ହବ, ଆଉ ଧାନ ବି ସିଝା ହେଉଥିଲା। ସାଙ୍ଗମାନେ ଦେଖିବା ଦିନମାନ ବ୍ଲକରେ ଆଜି କ'ଣ ହେଉଛି। ହ୍ୟାଲୋ ମି ସାଙ୍ଗମାନେ ଆମ ଦାଦା ଆମର ଟିକେ କୋଶିଆ ଶାଗ କରୁଛନ୍ତି, ଅତି ସୁନ୍ଦର କୋଶିଆ ଶାଗ। ସାନୁ ଆମର ଆଜି ଉପାରି ଧନିଆ କରିଛନ୍ତି। ଧନିଆ ଚଟଣି କେତେଥର ହେଲାଣି? କେତେ ଥର ହେଲାଣି? 7-8 ଥର ଖାଇଦେଲେ ଅବାଗିଆ ଲାଗିବ। ତାପରେ ନାଇଁ, ନଗଦା ଖାଇଲେ ଭଲ ଲାଗିବ ନା। ନା ନା, ସେ ବାସି ଏତେ ଭଲ ନୁହଁ। କାହିଁକି ନା ମୁଁ ଖାଇଛି, ମୋତେ ବିରକ୍ତ ଲାଗେ। ବାସି ଭଲ ଟେଷ୍ଟ। କଥା କହିଲେ ଗୋଟାଏ ମୁଣ୍ଡରୁ ଓପାରେ ଅଳପ ହେଇଗଲେ ବିଲ ସାରା ପାଣି ଦେବାକୁ ପଡୁଛି ତ। ନାଇଁ, ସେ କାଲି ମୁଁ ଖାଇ ନେଇଥିଲି। କେହି ଖାଇବେନି, ଏ ଛୁଆ ଖାଇବେନି। ମୁଁ ଖାଇବି, ଦାଦା ଖାଇବେ, ମା ଖାଇବେ। ଶାଗ ଖାଇବା ଭଲ ନା, ଆଖି ଶକ୍ତି ବଢିବ। ସବୁଠୁ ଆହୁରି ଧନିଆ ଖାଇବ, ଧନିଆ ପୁଦିନା ଖାଇବ ଭଲ। କିଡନୀ ଫିଡନୀ ଯାହା ଖରାପ ଥିବ ସଫା। ବଡ ଝୁଅ ମୋର ଶାଗ ପତରେ ପକେଇବନି। ଶାଗ ଅତି ସୁନ୍ଦର ଶାଗ ହେଇଛି। ଯେତେ ପାଟି ଶୁଣୁଛି, ସବୁ ଜିନିଷ ତୁ ଖାଇବୁନି। ତୁ କହିବ ମୁଁ ଖାଇବିନି, ଶାଗ ଖାଇବିନି। ଯୋଉ ଗାଜର ଡାଲମାରେ ପଇଲେ ତାକୁ ଖାଇବନି, ସବୁ ଛାଣିକି। ଏଟେ ଅନା ପୁରା ବାହାଘରେ ବ୍ୟସ୍ତ ପ୍ରବଳ। ଭୋଜି ଚାଲିଛି ଆଉ। ସାଙ୍ଗମାନେ ଆଜି ଆମେ ଆସିଥିଲୁ ନେମାଳ ଯାହା ପ୍ରଭୁଙ୍କ ଦର୍ଶନ ବି ହେଇଗଲା, ପ୍ରଭୁ ଶ୍ରୀ ଅଚ୍ୟୁତାନନ୍ଦଙ୍କର। ବର୍ତ୍ତମାନ ମନ୍ଦିର କାମ ଚାଲିଛି ସାଙ୍ଗମାନେ। ଏଇଟା ତ ଅଷ୍ଟପହରିକାଦି, ଫାଙ୍କା ପୁରା ସବୁ। ପ୍ରଭୁଙ୍କର ଅତି ସୁନ୍ଦର ଦୃଶ୍ୟ। ବର୍ତ୍ତମାନ ସାଙ୍ଗମାନେ ମନ୍ଦିର କାମ ଅଧା ଅଧି ହେଇଗଲାଣି। ଏକର ସବୁ ପ୍ରଭୁଙ୍କର ଇଏ ଉଠିଗଲାଣି, ସବୁ ବିମ୍ କାମ ଉଠିଗଲାଣି। ଛାତ ପଡ଼ିବ। ଏଠି ମନ୍ଦିର କାମ ସାଙ୍ଗମାନେ ଅଧା ଅଧି ହେଇଗଲାଣି। ସବୁ କ୍ରେନରେ ପଥର ଉଠୁଛି। ଆଗରୁ ମଣିଷ ମାନେ ଉଠଉଥିଲେ ରାଜା ଯୋଉଟା ଅମଳରେ, ବର୍ତ୍ତମାନ କିନ୍ତୁ କ୍ରେନରେ ପଥର ଉଠିକି କାମ ହେଉଛି। ମନ୍ଦିର କାମ ଚାଲିଛି।
ସାଙ୍ଗମାନେ ବ୍ରତର ଭୋଜିରେ ଆମେ ଆସିଥିଲୁ ଖାଇବା ପାଇଁ। ସାଙ୍ଗମାନେ ଯାତ୍ରାକୁ ଆମେ ଆସିଥିଲୁ ଆଜି ଯାତ୍ରା ଲୋକ ସବୁ ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜନ ମାନଙ୍କୁ ମୋ ତରଫରୁ ଭୂମିଷ୍ଠ ପ୍ରଣାମ। ସମଗ୍ର ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା। କୁନି କୁନି ଭାଇ ଭଉଣୀ ମାନଙ୍କୁ ସ୍ନେହ ଆଶୀଷ। Hello, hi, my dear audience friends, ladies and gentlemen. My heartiest congratulations to you, Chatra Utkalaranga Mancha. I am singer and anchor Miss Namita. ଦର୍ଶକ ବନ୍ଧୁ, ସଙ୍ଗୀତ ଦେଇଥାଏ ମଣିଷକୁ ବଞ୍ଚିବା ପାଇଁ ନୂଆ ଏକ ରାହା। ସଙ୍ଗୀତ ନଥିଲେ କଷ୍ଟକର ହୋଇପଡ଼ିଥାନ୍ତା ବୁଝିବା ଜୀବନର ଅର୍ଥ। କାହିଁକି ନା ସଙ୍ଗୀତ ବୁଝେଇ ଦେଇଥାଏ ବା ସଜେଇ ଦେଇଥାଏ ମଣିଷର ଜୀବନକୁ 7ଟି ରଙ୍ଗରେ 7ଟି ସ୍ୱରରେ। ଦର୍ଶକ ବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସୁନ୍ଦର ଭକ୍ତିଭରା ସଙ୍ଗୀତର 4 ଧାମ ଭିତରେ ସେ ଗୋଟିଏ ଧାମ। ନେସିବେ ଆମର ଷ୍ଟାର ତରଫରୁ ମୋଷ୍ଟ ପପୁଲାର ସିଙ୍ଗର କ୍ଷୀରୋଦ କୁମାର।